ଓଡ଼ିଆ ଲୋକ ଖାଉଥିଲ ସେ କହିଲା ହଠାତ୍ ବାହାରୁ ଗହମ ଆସିପାରିବନି କି ଚାଉଳ ଆସିପାରିବ, ନିଜେ ଚାଷ କର। ଜଳସେଚନ ବ୍ୟବସ୍ଥା କଲେ, ଲିଫ୍ଟ ଇରିଗେସନ୍ କଲେ। ଭାରତ ବର୍ଷ ଏଇନା ନିଜ ଗୋଡ଼ରେ ଠିଆ ହେଇଛି ଖାଦ୍ୟରେ। କେଉଁ ଦେଶର ଆବଶ୍ୟକ ନାହିଁ। ଭାରତ ବର୍ଷରେ ଆମେ ଚାଉଳ ଗହମ ଅଟା ଇତ୍ୟାଦି କରୁଛୁ। ଦ୍ୱିତୀୟ, ତାକୁ ଦେବୀ କହିଥିଲେ ଅଟଳ ବିହାରୀ ବାଜପେୟୀ, ଦୁର୍ଗା। ଏଡ଼େ ବଡ଼ ପାକିସ୍ତାନକୁ ଦ୍ୱୀପ ଭାଗ କରି ଆଜି ବାଂଲାଦେଶ କରିଛନ୍ତି ଇନ୍ଦିରା ଗାନ୍ଧୀ। ତୃତୀୟ, ଖେଳର ପ୍ରସାର ପାଇଁ ଏସିଆଡ୍ କରିଥିଲେ ତାଙ୍କ ସମୟରେ। ଚତୁର୍ଥ, ଏ ଗରିବ ଖାତିଖିଆ ରିକ୍ସାବାଲା, ଅଟୋବାଲା, ଦୋକାନୀ, ଶିଳ୍ପପତି, ଛାତ୍ର, ଯୁବକ ବ୍ୟାଙ୍କ ଜାତୀୟକରଣ କରିଥିଲେ। ସେ ଆଜି ପୃଥିବୀ ଯାକ ଲୋକ ଏନ୍ଜୟ କରୁଛନ୍ତି। ମହାବହି ଇନ୍ଦିରା ଗାନ୍ଧୀଙ୍କର ଜୟନ୍ତୀ। ପ୍ରତିବର୍ଷ ଇନ୍ଦିରା ପାର୍କରେ ଲାଷ୍ଟ ମିଟିଂ ତାଙ୍କର ମୋତେ ଦେଇଥିଲେ ଜାନକୀ ପଟ୍ଟନାୟକ। 500 ଟ୍ରକ୍, 200 ବସ୍, ସେତେବେଳେ ବସ୍ ବେଶୀ ନଥିଲା। 5 ଲକ୍ଷ ଲୋକ ହେଇଥିଲେ ଏ ମିଟିଂରେ। ଏ ତାଙ୍କର ଥିଲା ଶେଷ ମିଟିଂ। ସେ ନାହାନ୍ତି। ସେଇ ଷ୍ଟାଚ୍ୟୁ ତଳେ ପ୍ରତିବର୍ଷ ସାଧା ଆଉ ଜନ୍ମଦିନ କରୁ, ସକାଳୁ ଜନ୍ମଦିନ ପାଳନ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମ କରି ତମ ପାଇଁ ପହଞ୍ଚି। ଦ୍ୱିତୀୟ, ଆରେ ଯେ ରାଜଧାନୀ ତିଆରି କରିছে ଭୁବନେଶ୍ୱରକୁ ଡକ୍ଟର ହରେକୃଷ୍ଣ ମହତାବ ଚାହୁଁଥିଲେ ଦଳେ ଅନୁଗୁଳରେ କରିବା ପାଇଁ, ଦଳେ ଚାହୁଁଥିଲେ ରଙ୍ଗେଇଲୁଣ୍ଡାରେ କରିବା ପାଇଁ, କିନ୍ତୁ ଅପୂର୍ବ ଜାଗା ହେଉଛି ଭୁବନେଶ୍ୱର ସହର। ସେପଟେ ଧଉଳି ପାହାଡ଼, ଏପଟେ ଶିଶୁପାଳ ଖାରବେଳ ଜନ୍ମ, ଏପଟେ ଖଣ୍ଡଗିରି ଉଦୟଗିରି, ପଛପଟେ ବାଘ ଭାଲୁ ହରିଣ ମୟୂରଙ୍କର ସ୍ଥାନ ଆମ ନନ୍ଦନକାନନ, ଏପଟେ ବରୁଣେଇ ପାହାଡ଼। ସାରା ଭାରତ ବର୍ଷ ବ୍ରିଟିଶ ଜିତିଲା ପରେ ଏ ମାଟିକି ଆସିଥିଲା। ଏପଟେ ରହୁଛି ଧଉଳି ପାହାଡ଼, ଯେଉଁଠି ଲକ୍ଷ ଲୋକ ଆମର ମରିଥିଲେ। ମଝିରେ ସ୍ୱୟଂ ଲିଙ୍ଗରାଜ। ଅପୂର୍ବ ଭୁବନେଶ୍ୱର। 100 କିଲୋମିଟର ଭିତରେ ସୁନ୍ଦର ଚିଲିକା, 100 କିଲୋମିଟର ଭିତରେ ଗୋପାଳପୁରରୁ ମାନେ ବାଲେଶ୍ୱର ସମୁଦ୍ର, ମେରିନ୍ ଡ୍ରାଇଭ୍, ଅପୂର୍ବ କୋଣାର୍କ, ଘୋଡ଼ା ଆମର। ସେଇ ଜାଗାକୁ ମହତାବ ରାଜଧାନୀ କରିଥିଲେ। ତାଙ୍କ ଜୟନ୍ତୀ ପରଦିନ 52 ବର୍ଷ ହେଲା ଆମେ ପାଳନ କରୁଛୁ। 52 ପ୍ରକାର ଆଇଟମ୍। ଠିକ୍ ପରଦିନ 10ଟା ବେଳେ ପିଏମ୍ଜି ଛକରୁ ପ୍ରସ୍ଥାନ ବାହାରିବ। 52 ପ୍ରକାର ଆଇଟମ୍ ବଜେଇ ଭୁବନେଶ୍ୱର ଛାତିରେ ଗୁରୁଙ୍କୁ ପୂଜା କରି ଆମେ ଯିବୁ ରାମେଶ୍ୱର। ସେଠି ସମ୍ବର୍ଦ୍ଧନା ଦିଆଯିବ। ଏଠି ଓଡ଼ିଶାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ। ରାତିରେ ବଢ଼େଇ ବାଙ୍କରେ ମେଲୋଡ଼ି। ଆପଣମାନେ ଓଡ଼ିଶାବାସୀ, ଭୁବନେଶ୍ୱରବାସୀ ବିପୁଳ ସଂଖ୍ୟାରେ ସହଯୋଗ କରିବା ପାଇଁ ମିଡ଼ିଆ ଭାଇମାନଙ୍କ ଜରିଆରେ ଅନୁରୋଧ